କେନ୍ଦ୍ରମନ୍ତ୍ରୀ ଆସିବାର କିଛି ବାଧା ନାହିଁ। କେନ୍ଦ୍ରମନ୍ତ୍ରୀ କ'ଣ ଆସିକି ପାର୍ଲାମେଣ୍ଟ ଆଫେୟାର୍ସ ମିନିଷ୍ଟର ଆସିଲେ, ଭେରି ଗୁଡ୍, କିଛି ଅସୁବିଧା ନାହିଁ। କିନ୍ତୁ ମୋର କହିବା କଥା ହଉଛି ଇଟ୍ ସୁଡ୍ ନଟ୍ ବି ଟର୍ନ ଇନ୍ଟୁ ଏ ପାର୍ଟି ଫଙ୍କସନ ଭଳିଆ କରିଦେଲେ ସେଇଟାରେ ଅବଜେକ୍ସନ ହେଲା। ତ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇଏ ନଡ୍ଡା, ଶ୍ରୀଯୁକ୍ତ ନଡ୍ଡା ଏମାନେ ଆସିବାରେ କ'ଣ ଅସୁବିଧା ଥିଲା? ଅସୁବିଧା କିଛି ଅସୁବିଧା ନାହିଁ। କଥା ହଉଛି ଏଇଟା ଜିନିଷଟାକୁ ଏଇଟା ହାଉସ କରୁଛି, ଏଇଟା ଗଭର୍ଣ୍ଣମେଣ୍ଟ କରୁନି, ଏଇଟା ବିଧାନସଭା କରୁଛି। ସ୍ପିକର ସୁଡ୍ ହାଭ୍ କଲ୍ଡ ଲିଡର ଅଫ୍ ଦ ପାର୍ଲାମେଣ୍ଟ ଆସେମ୍ବଲି, ସବୁ ଲିଡର ମାନଙ୍କୁ ତ ଡାକିଥାନ୍ତେ ନା, ଆମେ କରିବା କରାହଉଛି ବିଧି ଅନୁସାରେ। କିନ୍ତୁ ସିଏ ମଧ୍ୟ ଲିଡର ଦି ଅପୋଜିସନକୁ ଗୋଟା ଦିନ ଭାଷଣ ଦେବାକୁ ଡାକିଥାନ୍ତେ, କିଛି ଅସୁବିଧା ନାହିଁ। କିନ୍ତୁ ରବାବୁ ଆପଣ ଦେଖିବେ ଧର୍ମେନ୍ଦ୍ର ପ୍ରଧାନ ସେ କ'ଣ ଦେଶର ଜଣେ ନେତା ନୁହନ୍ତି, ଯିଏ ଜଣାଶୁଣା ନେତା ନୁହନ୍ତି? ସେଇ ଦୃଷ୍ଟିରୁ ନୁହେଁ, ଦେଶର ନେତା ନୁହେଁ। ନରେନ୍ଦ୍ର ମୋଦିଙ୍କ ସରକାରରେ ଜଣେ ମନ୍ତ୍ରୀ ଭାବରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳୁଛନ୍ତି, ତାଙ୍କର ନଲେଜ ଅଛି। ଆଉ ଜେପି ନଡ୍ଡାଙ୍କର କିଛି ଅସୁବିଧା ନାହିଁ ପରା, ଡାକିବାରେ କୌଣସି ଅସୁବିଧା ନାହିଁ। କଥା ହଉଛି ସଂସଦୀୟ ବ୍ୟବସ୍ଥା ସମ୍ପର୍କରେ ଗୋଟେ ଯୋଉମାନଙ୍କର ସଂସଦରେ ଏକ୍ସପିରିଏନ୍ସ ଅଛି ଡାକିବା। ପାର୍ଲାମେଣ୍ଟ ଆଫେୟାର୍ସ ମିନିଷ୍ଟର ଡାକିଛନ୍ତି, କାହାର ଆପତ୍ତି ରହିବନି ବି ଡାକୁ। କିନ୍ତୁ ଦି ଫଙ୍କସନ ସୁଡ୍ ନଟ୍, ଇଟ୍ ଇଜ ଏ ଫଙ୍କସନ ଅଫ ଦି ହାଉସ। ହ୍ୟାଲୋ, ଫଙ୍କସନ ଅଫ ଦି ବିଧାନସଭା should not the speaker take the opposition into confidence, invite their leader? They could have invited Navin Patnaik, they could have invited him in person actually to address. ତାର ବିଧାନସଭାରେ ଅଛି, ଲୋକସଭାରେ ଅଛି। ବିରୋଧୀ ଦଳକୁ ଅଧିକ ଆକୋମୋଡେଟ କରିଥିଲେ ଭଲ ହେଇଥାନ୍ତା। That is exactly that should have been. Even in Congress party ଅଛି ମଧ୍ୟ ଜଣ ଅଛନ୍ତି, କ'ଣ ଅବଶ୍ୟ କ'ଣ ନରସିଂହ ମିଶ୍ରକୁ ଡାକିଦେଲେ ବୋଲି ମୁଁ ଶୁଣିଲି, କିନ୍ତୁ କ'ଣ ମୁଁ ଜାଣିନି। So these are all କଲେ କ'ଣ କି ଏଇଟା ବିଧାନସଭାର ଫଙ୍କସନ, ବିଧାନସଭା ଫଙ୍କସନ ହବ। ଯୋଉମାନେ ଅପୋଜିସନ ରେ ଅଛନ୍ତି ସେମାନଙ୍କୁ ମଧ୍ୟ ସ୍ପେସ ଦେବା ଦରକାର। ମନେ କରନ୍ତୁ ଜୟରାମ ରମେଶ କଂଗ୍ରେସ, ଜୟରାମ ରମେଶକୁ ଡାକି ପାରନ୍ତି, ନହେଲେ ସେ ଶଶିଧରକୁ ଡାକିଥାନ୍ତେ, କାହାକୁ ଡାକିଥାନ୍ତେ, ଅସୁବିଧା ନାହିଁ। ତ ଏଇଟା ଗୋଟେ ଇଣ୍ଟେଲେକ୍ଚୁଆଲ ୱେରେ ବୌଦ୍ଧିକ ଗୋଟେ ଟ୍ରେନିଂ ପ୍ରୋଗ୍ରାମ। ମେମ୍ବର ମାନଙ୍କୁ ଗୋଟେ ଟ୍ରେନିଂ ଦେବା ପାଇଁ, ହ୍ୱାଟ ଇଜ ଦ ଜବ ଅଫ ଏ ନ୍ୟୁ ଆସେମ୍ବଲି ମେମ୍ବର, ହାଉ ସୁଡ୍ ହି ଫଙ୍କସନ, ହ୍ୱାଟ ଆର୍ ଦ ରୁଲ୍ସ, ହାଉ ଡୁ କ'ଣ କଲେ ସେ ରେଜ କରିପାରିବ, କୋଉ ବିଷୟ ରେଜ କରିପାରିବ। ତ ଏଇଟା ଟିକେ ଯୋଉମାନେ ଅଛନ୍ତି ସଂସଦୀୟ କ୍ଷେତ୍ରରେ, ତାକୁ ଯଦି ତମେ କେବଳ ଗୋଟାଏ ପାର୍ଟିଟାକୁ ଗୋଟାଏ ମାନଙ୍କୁ ଯଦି ତମେ ଡାକି ଦଉଛ, ଇଟ୍ ଲୁକ୍ସ ଲିଟଲି ଅଡ୍। ଯେହେତୁ ଜେପି ନଡ୍ଡା କାହିଁକି ଆସିବେ? ଧର୍ମେନ୍ଦ୍ର ପ୍ରଧାନ ଆଇ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ, ଓଡ଼ିଶାର ମନ୍ତ୍ରୀ, ଓଡ଼ିଶା ବିଧାନସଭାରେ ବି ଥିଲେ ଏକଥା ସିଏ। କିନ୍ତୁ ଜେପି ନଡ୍ଡାଙ୍କ ସହିତ ଯଦି ରାହୁଲ ଗାନ୍ଧୀଙ୍କୁ ବି ଡକାଯିବ ତାହେଲେ ଆହୁରି ଭଲ ହେଇଥାନ୍ତା। କାହାକୁ କରି କାହିଁକି, ମୋର କଥା ହଉଛି ବଟ୍ ଅଲ୍ ଦିସ୍ ଥିଙ୍ଗସ୍ ସୁଡ୍ ବି ଏଣ୍ଟାୟାର ଜିନିଷ ପ୍ରୋଗ୍ରାମ should have been done in consultation accommodating the opposition also, କାହିଁକି ଏଇଟା ହାଉସ ର ଫଙ୍କସନ। ଆଉ ଏଇ ହାଉସଟାରେ ଗୋଟାଏ ପାର୍ଟିର ଯେ ଓଭରଅଲିଂ କ୍ଷମତା ସଂଖ୍ୟା ଅଛି ତା ତ ନୁହଁ ନା। ଯୋଉମାନଙ୍କର ନଲେଜ ଅଛି, ଯୋଉମାନେ ଅଭିଜ୍ଞତା ହାସଲ କରିଛନ୍ତି, ଯୋଉମାନେ ଜାତୀୟ ସ୍ତରର, ସେମାନେ ଯେକୌଣସି ପାର୍ଟିର ହେଇପାରନ୍ତି, ସମସ୍ତଙ୍କୁ ଡାକିବାରେ କିଛି ଅସୁବିଧା ନାହିଁ। ଭାବୁଛି ମାନେ ଅପୋଜିସନ ଟାକୁ ଆପଣ କନଭିନ୍ସ କରିପାରିବେ ଯେ ଇଟ୍ ଇଜ ଏ ହାଉସ ଫଙ୍କସନ, ଇଟ୍ ଇଜ ଏଣ୍ଟାୟାରଲି ଓରିଏଣ୍ଟେସନ ପ୍ରୋଗ୍ରାମ। ଯୋଉମାନେ ଓରିଏଣ୍ଟେସନରେ ବେଟର ନ୍ୟାସନାଲ ଲେଭେଲ ବି କରିଛନ୍ତି ବା ରାଜ୍ୟରେ ମଧ୍ୟ କରିଛନ୍ତି, ରାଜ୍ୟ ବିଧାନସଭାରେ ଯୋଉମାନଙ୍କର ଏଇ ଦିଗରେ ବି ଦକ୍ଷତା ଅଛି ବା କରିଛନ୍ତି, ମୁଁ କହିଲି ଯଦି ନରସିଂହ ମିଶ୍ରଙ୍କୁ ଡକାଯାଇ ପାରିଥାନ୍ତା, ନୋ ପ୍ରୋବ୍ଲେମ। ନରସିଂହ ମିଶ୍ର ଏଥର ବିଧାନସଭାରେ ନାହାନ୍ତି, ବଟ୍ it can be, it could have been accommodated, called as an guest for orientation. ମତ ଏବେ ସବୁଠାରୁ ଭଲ ହେଇଥାନ୍ତା ଯଦି ଓମ୍ ବିର୍ଲାଙ୍କୁ ଡାକିଥାନ୍ତେ ପାର୍ଲାମେଣ୍ଟର ସ୍ପିକର। ଆହୁରି ଭଲ, କିଛି ଅସୁବିଧା ନାହିଁ। ଆଉ ସବୁଠୁ ବଡ ଜେନେରାଲି inauguration should have been done by the chief minister himself. He is the leader of the house. ଯଦି ମୁଁ ଭାବୁଛି ହେଇନଥାନ୍ତା ଯଦି ନବୀନ ପଟ୍ଟନାୟକ, ଓମ୍ ବିର୍ଲା
ଏବଂ ମୋହନ ଚରଣ ମାଝୀ 3 ଜଣଙ୍କୁ ରହିଥାନ୍ତେ ଏବଂ ପରେ ପରେ ଅନ୍ୟାନ୍ୟ ଶଶି ଥରୁରଙ୍କ ଭଳି ବକ୍ତାଙ୍କୁ ଡକା ଯାଇଥାନ୍ତା ତାହେଲେ ବୋଧହୁଏ ବେଶୀ କିଛି କଣ୍ଟ୍ରୋଭର୍ସି ହେଇନଥାନ୍ତା। ହଁ ଆରେ ଶଶୁ ଥରୁ ରହିଗଲେ ତମେ ଗୋଗେଇକି ଡାକି ପାରିଥାନ୍ତା। ମୋର କଥା ହଉଛି ୟୁ ହାଭ୍ ଟୁ ଗିଭ୍ ଆନ୍ ଇମ୍ପ୍ରେସନ୍ ଦିଟ୍ ଇଜ୍ ଏ ପ୍ରକୃତରେ ଆୱାର ଇଣ୍ଟେନ୍ସନ୍ ଇଜ୍ ଫର୍ ଓରିଏଣ୍ଟେସନ୍। ସେମାନଙ୍କୁ ଗୋଟେ ଚାନ୍ସ ପାଇଲେ କହିବା ପାଇଁ ଇଟ୍ ବିକମିଂ ଏ ପାର୍ଟି ଫଙ୍କସନ୍। ସେ ଚାନ୍ସଟା ଦେବା ଉଚିତ ନଥିଲା। ଆଉ ସବୁଠାରୁ ବଡ କଥା ହଉଛି କନଷ୍ଟିଟ୍ୟୁସନ କ୍ଷେତ୍ରରେ କାମ କରୁଥିବା ଲୟର ମାନେ ସୁଭାଷ କାଶ୍ୟପ। ୟେସ୍ ମୁଁ ତ ଆହୁରି ଖୁସି ହେଇଥାନ୍ତି ଯଦି ପାର୍ଲାମେଣ୍ଟ ଶେଷ ନାହିଁ ଇଭିନ୍ ଦି ସେକ୍ରେଟାରୀ ଅଫ୍ ଦ ପାର୍ଲାମେଣ୍ଟ ସେକ୍ରେଟାରୀ ଯୋଉ ଥାନ୍ତି ସେକ୍ରେଟାରୀ ଅଫ୍ ଆଇଦର ରାଜ୍ୟସଭା ଲୋକସଭା ତାକୁ ବି କାହାକୁ ଡାକିଥିଲେ ଭଲ କିଛି ଅସୁବିଧା ନା। ଅତୀତରେ ଯୋଉ ରିଟାୟାର୍ଡ ବି ଅଛନ୍ତି ତାକୁ ବି ଡାକିପାରିବ କିଛି ଅସୁବିଧା ନାହିଁ। ଏଠି ବିଧାନସଭାରେ ବିଧାୟକ ଯିଏ ହେଇଛନ୍ତି ଏତେ କଷ୍ଟରେ ସେ ବିଧାୟକଙ୍କୁ ପ୍ରକୃତ ଟ୍ରେନିଂ ଦବାକୁ ହେଲେ ତାକୁ ରାଜନୀତିରୁ ଉର୍ଦ୍ଧ୍ୱରେ ରଖି ଆଉ ଇଣ୍ଟେଲେକ୍ଚୁଆଲି ଯୋଉମାନେ ଷ୍ଟ୍ରଙ୍ଗ ପାର୍ଲାମେଣ୍ଟାରୀ ଆଫେୟାର୍ସରେ ଯୋଉମାନେ ଷ୍ଟ୍ରଙ୍ଗ ସେଇମାନଙ୍କୁ ଯଦି ଅଣା ଯାଇଥାନ୍ତା ବୋଧହୁଏ ବିଧାୟକ ମାନଙ୍କ ପାଇଁ ଆହୁରି ମିନିଂଫୁଲ ହେଇଥାନ୍ତା ସେସନଟି। ବିଧାୟକ ପାଇଁ ମିନିଂଫୁଲ ହେଇଥାନ୍ତା ଏବଂ ଇମ୍ପ୍ରେସନ ଦିଆ ହେଇଥାନ୍ତା ଇଟ୍ ଇଜ୍ ଏ ଫଙ୍କସନ ଅଫ୍ ଦ ହାଉସ୍ ମାନେ ଏଇଟା ବିଧାନସଭାର ଫଙ୍କସନ। ଏଇ ଇମ୍ପ୍ରେସନଟା ଦେଇଥା ବିଧାନସଭା ମାନେ ଗୋଟେ ରୁଲିଂ ପାର୍ଟି ନୁହଁ ନା ବିଧାନସଭା ମାନେ ଅଲ୍ ଇମ୍ପ୍ରେସନଟା ବି ହେଇଥାନ୍ତା। ବାବୁ ଏ ଯୋଉ ବିଜେଡି ତାର ଓନ୍ ପ୍ରଶିକ୍ଷଣ ଶିବିର ଟ୍ରେନିଂ ପ୍ରୋଗ୍ରାମ କରିବ ଏମଏଲଏ ମାନଙ୍କ ପାଇଁ ଆପଣ ୟାକୁ କେମିତି ଦେଖୁଛନ୍ତି? ଆହୁରି ଭଲ ସେଥିରେ କିଛି ଅସୁବିଧା ନାହିଁ। ବିଜେପି ତାର ମେମ୍ବର ମାନ ବି କରିପାରିବ। ବିଜେପି ତାର ମେମ୍ବର ମାନ ବି କରିପାରିବ। ତାଙ୍କର 60 ଜଣ ଅଛନ୍ତି ନୂଆ ମେମ୍ବର ନା କରିପାରେ ବହୁତ ଭଲ। କିନ୍ତୁ ଇଟ୍ ବିକମ୍ସ ଦ ଫଙ୍କସନ ଅଫ ବିଧାନସଭା ଏସେନ୍ସିଆଲି ତାର ବ୍ୟବସ୍ଥା ଟିକେ ଅନ୍ୟ ପ୍ରକାର ହେବା ଉଚିତ। ବିଜେପି କରିପାରିବ କିଛି କରିବା ଉଚିତ। ପ୍ରୋଗ୍ରାମଟା ଯୋଉ ଢଙ୍ଗରେ କରାଇବାର ଥିଲା ସେଇ ଢଙ୍ଗରେ ଟିକେ ହେଇପାରିଲାନି ତ ୟାକୁ ଅଧିକ ଭାବିବାର ଥିଲା ଏବଂ ଏ ସମ୍ପର୍କରେ ଗେଷ୍ଟ ସିଲେକ୍ସନଟା ବହୁତ ଗୁରୁତ୍ୱପୂର୍ଣ୍ଣ ଏ କ୍ଷେତ୍ରରେ ତାକୁ ରାଜନୀତି ଠାରୁ ଉର୍ଦ୍ଧ୍ୱରେ ରଖିଥିଲେ ଭଲ ହେଇଥାନ୍ତା। ବହୁତ ଭଲ ହେଇଥାନ୍ତା ବହୁତ ଭଲ ହେଇଥାନ୍ତା। ସମସ୍ତେ ଏଭରିବଡି ଉଡ୍ ହାଭ୍ ପାର୍ଟିସିପେଟେଡ୍ ସେଲିବ୍ରେଟେଡ୍ ଇଟ୍। ହଁ ବହୁତ ଧନ୍ୟବାଦ ରବ ବାବୁ ଆପଣଙ୍କ ମତାମତ ପାଇଁ।